ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ଖୋର୍ଦ୍ଧା ଜିଲ୍ଲା ସମ୍ପାଦିକା ନର୍ମଦା ପାତ୍ର। ଆମର ମହାମହିମ ରାଷ୍ଟ୍ରପତି କାଲିଠୁ ଆସିଛନ୍ତି। ଆଜି ବି ପ୍ରଧାନମନ୍ତ୍ରୀ ଆସିଛନ୍ତି। ଦୁଇ ଜଣ ଯାତକ ଯେତେବେଳେ ଆସୁଛନ୍ତି ରାଇରଙ୍ଗପୁର, ସେ ରାଇରଙ୍ଗପୁରରେ ଗରିବ ଲୋକଙ୍କୁ ଭତ୍ତାକୁ ଘୋଷଣା କରିକି ଯଦି ଯିବେ ଆହୁରି ଭଲ ହେବ। କାହିଁକିନା ସେଇ ଜାଗାରେ ଏଇ ଯେ ଦୁଇ ଜଣ ଯେତେବେଳେ ଅଛନ୍ତି ମହାମହିମ ରାଷ୍ଟ୍ରପତି ଆମର ମା' ବୋଲି ସମ୍ମାନ ଦିଏ। ଓଡ଼ିଆ ଝିଅ ଗରିବ ପରିବାରରୁ ସିଏ ବି ଆସିଛନ୍ତି, ବିଲଙ୍ଗ କରିଛନ୍ତି, ତ ସିଏ ବି ଗରିବ କଥା ବୁଝିପାରୁଥିବେ। ଯଦି ଏକା ସାଙ୍ଗରେ ପ୍ରଧାନମନ୍ତ୍ରୀ ବି ଆସୁଛନ୍ତି ଆଜି ଏକା ସାଙ୍ଗରେ ଯଦି ଭତ୍ତା ଘୋଷଣା କରିବେ ଆହୁରି ଭଲ ହେବ। କାହିଁକିନା ଓଡ଼ିଶାବାସୀ ଖୁସି ହେବେ। ଓଡ଼ିଶାବାସୀ ପୁରା ଗରିବ ହଟାଅ, ପ୍ରଧାନମନ୍ତ୍ରୀ ଯେତେବେଳେ କହୁଛନ୍ତି ଗରିବ ହଟାଅ କିନ୍ତୁ ଗରିବ ହଟାଅ କ'ଣ? ଗରିବ ବର୍ତ୍ତମାନ ଓଡ଼ିଶା ବର୍ତ୍ତମାନ ଆହୁରି ଗରିବ ହୋଇଗଲାଣି ଆଜ୍ଞା। ଆଉ ଗରିବ ହଟାଅ ଯେଉଁ କହୁଛନ୍ତି ଗରିବ ହଟାଅ ଲେକିନ୍ ଗରିବ କେଉଁଠି ହଟିଲା? ଭତ୍ତା ସିନା 5,000 କରିକି ଦେଲେ ଗରିବ ହଟିବ ଆଜ୍ଞା। 5,000 ଦିଅନ୍ତୁ, ଚାଉଳ 10 କିଲୋ 15 କିଲୋ ଦିଅନ୍ତୁ, ତାହେଲେ ଗରିବ ହଟିବ। ନହେଲେ ଏ ଗରିବ ସରକାର ଏମିତି ଗରିବ ହେଇକି ଆହୁରି ଗରିବ ହେଇଯିବ ଓଡ଼ିଶା। ତ ଓଡ଼ିଶା ପାଇଁକି ମହାମହିମ ରାଷ୍ଟ୍ରପତିଙ୍କର ଯଦି ଟିକେ ଦୟା ଥିବ ତାହେଲେ ସେ ଦୟା କରିବେ। କାହିଁକିନା ଆମର ରାଷ୍ଟ୍ରପତି ଅଛନ୍ତି ଓଡ଼ିଆ ଝିଅ। ସେ ଓଡ଼ିଆମାନଙ୍କର କଥା ବୋଧେ ବୁଝିପାରିବେ। ଆଉ ଗରିବମାନଙ୍କର କଥା ବି ସେ ବୁଝିପାରିବେ। କାହିଁକିନା ସେ ଏଇ ଜାଗାରେ ଯଦି ଆମକୁ ଆଜି ଯଦି ଦୁଇ ମହାରଥୀ ଅଛନ୍ତି ଭାରତର, ତାହେଲେ ଓଡ଼ିଶା ପାଇଁକି ଭତ୍ତା ଘୋଷଣା କରିକି ଯିବା ସବୁଠୁ ଭଲ, ଖୁସିର କଥା ହେବ। ଓଡ଼ିଶାବାସୀ ଖୁସି ହେବେ, ସାଧାରଣ ଗରିବ ଲୋକମାନେ ଆହୁରି ଖୁସି ହେବେ। ଯାହା ହଉ ରାଷ୍ଟ୍ରପତି ଆସିଥିଲେ, ପ୍ରଧାନମନ୍ତ୍ରୀ ବି ଆସିଥିଲେ ଏ ଜାଗାରେ ଭତ୍ତାକୁ ଆମର ବଢ଼େଇକି ଗଲେ, ଭତ୍ତା ଘୋଷଣା କରିକି ଗଲେ। ଏତିକି ଯଦି କରିଦେବେ ସରକାରଙ୍କ ପାଖରେ ଆମେ କୃତଜ୍ଞ ହୋଇକି ରହିବୁ। କାରଣ ଆମେ ସବୁବେଳେ କହିକି ଆସିଛୁ ମୋହନ ସରକାର ବଢ଼ଉନାହାନ୍ତି। ମୋହନ ସରକାର ତ ହେଉଛନ୍ତି ଷ୍ଟାମ୍ପ ମରା ମୁଖ୍ୟମନ୍ତ୍ରୀ। ଷ୍ଟାମ୍ପ ଯେଉଁଠି ବାଜିବ ସେ ସେଇଠି କାମ କରିବେ, ନହେଲେ ସେ କାମ କରିବାର ଆଜ୍ଞା ଟୋଟାଲି ଦେଖାଯାଏନି। ତାଙ୍କର ମାନେ ହାତ ଉଠେନି। ସେ ଖାଲି ସୋସିଆଲ ମିଡ଼ିଆରେ ଫଟୋ ଛାଡ଼ିବାଟା ଜାଣିଛନ୍ତି, ଆଉ କିଛି ନାହିଁ ତାଙ୍କର କାମ। ଷ୍ଟାମ୍ପ ମରା ମୁଖ୍ୟମନ୍ତ୍ରୀ ନା, ସେ କ'ଣ ଆଉ ଗରିବ ଲୋକଙ୍କ କଥା ବୁଝିବେ? ସେ କେତେଟା ଗରିବ ଯେଉଁ ଫ୍ୟାମିଲିରୁ ଆସିଥିଲେ ନା, ବର୍ତ୍ତମାନ ଆପଣ ସେ ଗରିବ ଅଛନ୍ତି। ସିଏ ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଆଉ ସେ କଥା ସିଏ ଆଉ ଗରିବ କଥା କ'ଣ ବୁଝିବେ? ସିଏ ଆଉ ବୁଝିପାରିବେନି। ବର୍ତ୍ତମାନ ମହାମହିମ ଆସିଛନ୍ତି ରାଷ୍ଟ୍ରପତି, ଭାରତର ପ୍ରଧାନମନ୍ତ୍ରୀ ଆସିଛନ୍ତି, ମହାରଥୀ ଦୁଇ ଜଣ। ଏ ଦୁଇ ଜଣ ମହାରଥୀ ଯଦି ଗରିବମାନଙ୍କ କଥା ବୁଝିପାରିବେ, ଓଡ଼ିଶାବାସୀ ଆହୁରି ଖୁସି ହେବେ। ନହେଲେ ଓଡ଼ିଶାବାସୀ ପୁରା ଆଜ୍ଞା ଭାଙ୍ଗି ପଡ଼ିଲେଣି। ଗରିବମାନେ ଗରିବ କଷ୍ଟକୁ ଦାନା ଦେବା ପାଇଁକି ତାହେଲେ ଆମେ ଜାଣିବୁ କୌଣସି ସରକାର ଆସିଲେ ବି ଗରିବ କଥା ବୁଝେ ନାହିଁ। ଜୟ ଜଗନ୍ନାଥ।